ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 5-ଟିକିଆ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଏପର୍ଯ୍ୟନ୍ତ 4ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ 3-1ରେ ଆଗୁଆ ରହି ସିରିଜ୍ କବ୍ଜା କରିସାରିଛି। ଆସନ୍ତା 7 ତାରିଖରେ ହେବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ ଜିତି ଏହି ସିରିଜକୁ 4-1ରେ ଜିତିବାକୁ ଲକ୍ଷ୍ୟ ରଖିଛି ଭାରତ। ଶେଷ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚ୍ରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଦେଖିବାକୁ ମିଳିପାରେ। ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ଛୁଟିରେ ଥିବା ବିରାଟ କୋହଲି ଏହି ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ବିରାଟଙ୍କ ପତ୍ନୀ ଅନୁଷ୍କା ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ। ଧର୍ମଶାଳାରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ କରାଯାଇପାରେ।